ସୁନ୍ଦର ଏକ ଜଙ୍ଗଲରେ ଥିଲା ସାନୁ କାଉର ଗୋଟେ ପରିବାର। ସାନୁ କାଉର ସ୍ତ୍ରୀ ରାନୁ କାଉ ଆର ପାରିକୁ ଚାଲି ଯାଇଥିଲା, ହେଲେ ଛାଡ଼ି ଦେଇ ଯାଇଥିଲା ତିନୋଟି ଛୋଟ ଛୋଟ ଛୁଆ। ରାନୁ କାଉର ମୃତ୍ୟୁ ପରେ ତା ସ୍ୱାମୀ ସାନୁ କାଉ ତାର ତିନି ଛୁଆଙ୍କର ସବୁ କଥା ବୁଝେ, ତାଙ୍କର ଦେଖାଶୁଣା କରେ। ତା ସାଙ୍ଗରେ ସିଏ ଜଙ୍ଗଲରେ ପରିବା ବିକ୍ରି କରେ। ସାନୁ କାଉର ମନ ସବୁବେଳେ ଦୁଃଖରେ ଥାଏ, ହେଲେ ସେ ତା ଦୁଃଖ କାହାକୁ ହେଲେ ବି ଜଣେଇବାକୁ ଦିଏ ନା। ସବୁବେଳେ ମନ ଖୁସି କରି ସମସ୍ତଙ୍କ ସାଙ୍ଗରେ କଥା ହୁଏ। ଆରେ ପୁଅ କାଳୁ, କ'ଣ ମୁଁ ତୋ ଦୋକାନକୁ ସବୁଦିନ ପରିବା ନେବା ପାଇଁ ଆସୁଛି, ଆଉ ତୁ ଫୁଲକୋବିର ରେଟ୍ ଏତେ କହୁଛୁ, କିଛି ଦାମ ତ କମା। ଓହୋ ମାଉସୀ, ଦାମ ବା କେମିତି କମେଇ ହେବ? ତୁମେ ତ ଜାଣିଛ ଏବେ ଆଉ ଫୁଲକୋବିର ଋତୁ ନାହିଁ, ସେଥିପାଇଁ ଫୁଲକୋବିର ଦାମ ଅଧିକ ବଢ଼ିଯାଇଛି। ଆଉ ଘରେ ମୋର ତିନୋଟି ଛୋଟ ଛୋଟ ଛୁଆ, ସେମାନଙ୍କୁ ତ ପୁଣି ପାଳିବାକୁ ହେବ। ନିଅ, ମୁଁ ତୁମକୁ କିଛି କଞ୍ଚା ଲଙ୍କା ଆଉ ଧନିଆ ପତ୍ର ଫ୍ରିରେ ଦେଇଛି, ତୁମେ ଏତିକ ନେଇଯାଅ। ରିଙ୍କି ଚଢ଼େଇ ଥିଲା ସାନୁ କାଉର ବହୁତ ଭଲ ସାଙ୍ଗ। ସିଏ ସେତିକି ବେଳେ ଉଡ଼ି ଉଡ଼ି ଆସି ସେଇଠି ପହଞ୍ଚିଯାଏ, ଆଉ ସାନୁ କାଉକୁ କୁହେ, ସାନୁ ଭାଇ, ଘରେ ତୁମର ତିନୋଟି ଛୋଟ ଛୋଟ ଛୁଆ, ତା ସାଙ୍ଗରେ ଏଇ ପରିବା ଠେଲା। ତୁମେ ଏକାଟିଆ ଘର କାମ ଆଉ ବାହାର କାମ କେମିତି କରିପାରିବ? ତୁମକୁ ଏବେ ଦ୍ୱିତୀୟ ବିବାହ କରିନେବା ଉଚିତ। ରିଙ୍କି, ତୁ ତ ସବୁ କଥା ଜାଣିଛୁ, ତୋ ପାଖରେ ବା ଆଉ କୋଉ କଥା ଅଛପା ଅଛି? ମୁଁ ରାନୁକୁ କେତେ ଭଲ ପାଉଥିଲି, ରାନୁର ଜାଗା ମୁଁ ଆଉ କାହାକୁ ହେଲେ ବି ଦେଇପାରିବିନି। ଆରେ ପୁଅ ସାନୁ, ତୁ ଯାହା କହୁଛୁ ମୁଁ ତୋ କଥା ବୁଝିପାରୁଛି, ହେଲେ ତୁ ତ ଏ କଥା ଟିକେ ଭାବ, ଘରେ ତୋର ତିନୋଟି ଛୁଆ, ସେମାନଙ୍କ କଥା କିଏ ବୁଝିବ? ତୁ ଯଦି କହିବୁ ମୁଁ ତୋ ପାଇଁ ଗୋଟିଏ ପ୍ରସ୍ତାବ ଆଣିବି। ଗୋଟେ ଭଲ କାଉଟେ ଅଛି, ଭାରି ସଂସ୍କାରୀ, ଘର କାମ ବି ସବୁ ଜଣା ଅଛି। ତୁ କହିଲେ ମୁଁ କଥା ଆଗକୁ ବଢ଼େଇବି। ସାନୁ କାଉର ତ ବାହା ହେବା ପାଇଁ ଟିକେ ହେଲେ ବି ଇଚ୍ଛା ନଥାଏ, ହେଲେ ସେ ତା ଛୁଆମାନଙ୍କର ଭବିଷ୍ୟତର କଥା ଭାବି ବାହା ହେବା ପାଇଁ ହଁ ମାରିଦିଏ। ହଉ ମାଉସୀ, ତୁମେ ଯାହା ଠିକ୍ ଭାବୁଛ ସେଇଆ କର, ମୁଁ ବା ଆଉ କ'ଣ କହିବି? ତାପରେ କଥା ଆଗକୁ ବଢ଼େ। ସାନୁ କାଉର ବାହାଘର ରାନୀ କାଉ ସାଙ୍ଗରେ ହେଇଯାଏ। ଘରେ ତାର ତିନୋଟି ଛୁଆ ବି ଭାରି ଖୁସି ଥାଆନ୍ତି କି ତାଙ୍କର ନୂଆ ମା ଆସିଯାଇଛି। ତାଙ୍କୁ ଏବେ ଭଲ ଭଲ ରୋଷେଇ କରି ଖାଇବାକୁ ଦେବ, ତାଙ୍କ କଥା ବୁଝିବ। ରାନୀ, ଏଇ ଦେଖ, ଇଏ ହେଉଛନ୍ତି ମୋର ତିନୋଟି ଛୋଟ ଛୋଟ ଛୁଆ। ଏବେ ଏମାନଙ୍କର ଦାୟିତ୍ୱ ତୁମକୁ ଲାଗିଲା, ତୁମେ ୟାଙ୍କର ଆଜିଠାରୁ ମା। ସାନୁ, ତୁମେ କାହିଁକି ବ୍ୟସ୍ତ ହେଉଛ? ଏମାନେ ମୋର ନିଜ ପୁଅ ଆଉ ଝିଅ, ତୁମେ ବ୍ୟସ୍ତ ହୁଅନା। ମୁଁ ଏମାନଙ୍କର ଭଲ ଭାବରେ ଯତ୍ନ ନେବି, ଏମାନଙ୍କ କଥା ବୁଝିବି। ସାନୁ କାଉ ଏମିତି ଶୁଣି ଚିନ୍ତାମୁକ୍ତ ହେଇଯାଏ, ଆଉ ତାର ପରିବା ବିକ୍ରି କରିବାକୁ ବଜାରକୁ ଚାଲିଯାଏ। ମାମା, ମୋତେ ଭାରି ଭୋକ ଲାଗିଲାଣି, ତୁମେ ଆଜି ମୋ ପାଇଁ ଆଳୁ ପରଟା କରିଦେବ, ଯେମିତିକା ମୋ ମାମା ତିଆରି କରୁଥିଲେ। ହଁ ନୂଆ ମା, ତୁମେ ମୋତେ ଆଜି ରାତିରେ ଗପ କହିକି ଶୁଣେଇବ। ମାମା ମୋତେ କେତେ ଗପ କହି ଶୁଆଇ ଦେଉଥିଲା, ମାମା ଗଲା ପରେ ମୁଁ ଗୋଟିଏ ହେଲେ ବି ଗପ ଶୁଣିନି। ଛୁଆମାନେ ତ ତାଙ୍କ ନୂଆ ମାଆକୁ ପାଇ ବହୁତ ଖୁସି ଥିଲେ, ହେଲେ ରାନୀ କାଉ ତାର ଅସଲ ରୂପ ଦେଖେଇବା ଆରମ୍ଭ କରିଦେଲା। ଚୁପ୍ କର, ଯେତେବେଳୁ ଆସିଛି ତୁମମାନଙ୍କର ଗୋଟିଏ ଗୋଟିଏ ଫରମାଇଶ ତ ଶୁଣି ଚାଲିଛି। ମୁଁ ତୁମମାନଙ୍କର ମା ନୁହଁ, ତୁମକୁ ଗପ କହିକି ଶୁଣେଇବି, ଆଉ ତୁମ ପାଇଁ ଆଳୁ ପରଟା କରିଦେବି। ଶୁଣ, ତୁ ଜଲ୍ଦି ଯା, ଆଉ ପାହାଡ଼ ପାଖରୁ ମୋ ପାଇଁ ମିଠା ଆମ୍ବ ନେଇକି ଆସେ।
ହେଲେ ମା ସେଇ ଆମ୍ବ ଗଛ ତ ଏଠାରୁ ବହୁତ ଦୂର, ଆଉ ସେଠି ଦୁଷ୍ଟ ଚିଲମାନେ ବି ରହୁଛନ୍ତି। ବାପା ଆମକୁ ସେଠାକୁ ଯିବାକୁ ମନା କରିଛନ୍ତି। ଚୁପ୍ କର, ମୁଁ ଯେତିକି କହୁଛି ସେତିକି କର। ଚୁପଚାପ ଯା, ଆଉ ମୋ ପାଇଁ ପାଚିଲା ଆମ୍ବ ନେଇକି ଆସ, ନହେଲେ ଏବେ ଯିବି ଆଉ ତୋ ବାପାକୁ କହିବି କି ତୁ ମୋତେ ସବୁଠୁ ଅଧିକ ହଇରାଣ କରୁଛୁ। ତାପରେ ଜଗୁ ଚୁପଚାପ ଘରୁ ବାହାରି ଯାଏ ଆଉ ସେଇ ପାହାଡ଼ ଆଡ଼କୁ ଉଡ଼ିଯାଏ। ତୁମେ ଦୁଇ ଜଣ ଶୁଣ, ମୁଁ ଏବେ ଟିକେ ଆରାମରେ ଶୋଉଛି। ତୁମେ ଦୁଇ ଜଣ ଘର ଭଲ ଭାବରେ ସଫା କରିଦିଅ। ଏମିତି କହି ରାନୀ କାଉ ଆରାମରେ ଶୋଇପଡ଼େ। ଛୁଆମାନେ କାମ କରନ୍ତି, ସେମାନେ କେବେ ହେଲେ କାମ କରିନଥାନ୍ତି। ସେମାନେ ଆଜି ତାଙ୍କ ନୂଆ ମାଆକୁ ଦେଖି ଖୁସି ହେବା ବଦଳରେ ଧୀରେ ଧୀରେ ଡରିବା ଆରମ୍ଭ କରିଦିଅନ୍ତି। ରାନୀ କାଉ ଆରାମରେ ଶୁଏ। ସାନୁ କାଉର ଆସିବା ସମୟ ହେଇଯାଏ। ସାନୁ କାଉ ବି ଘରକୁ ଫେରି ଆସେ। ରାନୀ କାଉ ସାଙ୍ଗେ ସାଙ୍ଗେ ଉଠି ଚାଲିଯାଏ ଆଉ ସାନୁ କାଉକୁ କୁହେ, ଆରେ ସାନୁ, ତୁମେ ଆସିଗଲ। ମୁଁ ତ କେତେବେଳୁ ତୁମ ଆସିବା ବାଟକୁ ଅନେଇ ବସିଛି। ରାନୀ, ଆଜି ଆମ ଘରେ ତୁମର ପ୍ରଥମ ଦିନ। ଛୁଆମାନେ ତୁମକୁ ବେଶୀ ହଇରାଣ ତ କରିନାହାନ୍ତି? ନା ସାନୁ, ଛୁଆମାନେ ତ ବହୁତ ଭଲ। ହଁ, ସେମାନେ ଟିକେ ଦୁଷ୍ଟାମି କରୁଛନ୍ତି, ହେଲେ ସେ ମୋ ଛୁଆ, ମୁଁ ସେମାନଙ୍କୁ ଭଲ ଭାବରେ ସମ୍ଭାଳି ନେବି। ତୁମେ ଜମା ବ୍ୟସ୍ତ ହୁଅ ନା। ଏମିତି ଶୁଣି ଚୁନି ଆଉ ମୁନି ଆଶ୍ଚର୍ଯ୍ୟ ହେଇଯାଆନ୍ତି, ହେଲେ ସେମାନେ ତାଙ୍କ ନୂଆ ମାମାଙ୍କ ସାମ୍ନାରେ ତାଙ୍କ ବାପାଙ୍କୁ କିଛି ହେଲେ କହିପାରନ୍ତିନି। ଠିକ୍ ସେତିକି ବେଳେ ଜଗୁ କାଉ ଗୋଟେ ପାଚିଲା ଆମ୍ବ ନେଇ ସେଠାକୁ ଚାଲି ଆସେ। ଆରେ ଜଗୁ, ତୁ କୁଆଡ଼େ ଯାଇଥିଲୁ? ଆଉ ଏ ଆମ୍ବ କୋଉଠୁ ଆଣିଛୁ? ଦେଖୁଛ ସାନୁ, ମୁଁ ଜଗୁକୁ କେତେବେଳୁ କହିଥିଲି ବାହାରେ କିଛି ସମୟ ଖେଳି ଘରକୁ ଚାଲି ଆସିବାକୁ, ହେଲେ ଜଗୁ ଏପର୍ଯ୍ୟନ୍ତ ଘରକୁ ଆସିନଥିଲା। ଏବେ ଖେଳି ଖେଳି ସନ୍ଧ୍ୟାରେ ଘରକୁ ଫେରୁଛି। ଆରେ ଜଗୁ, ଏ କ'ଣ? ତୁ ତ ନୂଆ ମାମା କଥା କାହିଁକି ମାନୁନୁ? ଆଉ ତୁ ଏତେ ସନ୍ଧ୍ୟା ପର୍ଯ୍ୟନ୍ତ ବାହାରେ କ'ଣ ପାଇଁ ଥିଲୁ? ଆଉ ଏ ଆମ୍ବ ତୁ କୋଉଠୁ ଆଣିଲୁ? ସତ ସତ କହ। ବାପା, ମୋ ସାଙ୍ଗ ମିକି ମୋତେ ଦେଇଛି। ସାନୁ କାଉର ବି ଟିକେ ହେଲେ ସନ୍ଦେହ ହେଲାନି। ଧୀରେ ଧୀରେ ରାନୀ କାଉ ପିଲାମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦିଏ, ଆଉ ତା ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗେ। ମା ନଥାଇ ମଧ୍ୟ ଯେଉଁ ତିନି ଛୁଆ ଖୁସିରେ ଥାଆନ୍ତି, ସେମାନେ ଏବେ ଧୀରେ ଧୀରେ ଦୁଃଖରେ ରହିବା ଆରମ୍ଭ କରିଦିଅନ୍ତି। ଧୀରେ ଧୀରେ ସମୟ ବିତି ଚାଲେ। ଏବେ ବର୍ଷା ଦିନ ଆରମ୍ଭ ହେଇସାରିଥାଏ। ସାନୁ କାଉ ନିଶ୍ଚିନ୍ତ ହୋଇ କାମ କରୁଥାଏ ଆଉ ଦିନ ରାତି ଟଙ୍କା ଏକାଠି କରୁଥାଏ। ସେ ତା ତିନି ଛୁଆ ପାଇଁ ବହୁତ ଟଙ୍କା ଜମା କରି ସାରିଥାଏ। ବାପା, ଆମକୁ ତ ବହୁତ ଜୋରେ ଶୀତ ଲାଗୁଛି। କ'ଣ ତୁମେ ଆମ ପାଇଁ ଗରମ ପୋଷାକ ଆଉ ରେନିକୋଟ୍ କିଣି ଆଣିବ? ହଁ ପିଲାମାନେ, ତୁମମାନଙ୍କ ପାଇଁ ମୁଁ କାଲି ବଜାରରୁ ଗରମ ପୋଷାକ ନେଇ ଆସିବି। ତୁମେ କେହି ବ୍ୟସ୍ତ ହୁଅ ନା। ସାନୁ, ତୁମେ କାହିଁକି ଏତେ ଚିନ୍ତା କରୁଛ? ମୁଁ ତ ଛୁଆମାନଙ୍କ ପାଇଁ ପାଖ ଦୋକାନରୁ ରେନିକୋଟ୍ ଆଉ ଗରମ ପୋଷାକ ଆଣିବି ବୋଲି ବଇନା ଦେଇଛି। ତୁମେ ତ ଛୁଆମାନଙ୍କ ପାଇଁ ମୋତେ ପୁରାପୁରି ଭୁଲି ଯାଉଛ। ମୁଁ ବି କିଛି କିଣିବାକୁ ଚାହୁଁଛି, କିଛି ଆଣିବାକୁ ଚାହୁଁଛି, ହେଲେ ତୁମେ ତ ମୋ କଥା ଟିକେ ହେଲେ ବୁଝୁନ। ଆରେ ରାନୀ, ଏମିତି କାହିଁ କହୁଛ? ତୁମେ ତ ଏ ଘରର ସବୁ କିଛି। ତୁମେ ମୋ ଛୁଆମାନଙ୍କୁ କେତେ ଯତ୍ନରେ ରଖିଛ। ତୁମ ପାଇଁ ସେମାନେ ଏବେ ଖୁସିରେ ରହୁଛନ୍ତି। ତୁମେ ବ୍ୟସ୍ତ ହୁଅ ନା। ମୁଁ ତୁମ ପାଇଁ ଗୋଟେ ସୁନ୍ଦର ଶାଢ଼ୀ ଆଉ ସୁନାର ହାର ନେଇ ଆସିବି। ଏମିତି କହି ସାନୁ କାଉ ଘରୁ ବାହାରି ଯାଏ। ରାନୀ କାଉ ତ ଭାରି ଖୁସି ଥାଏ।
ଏବେ ଆସିବ ଅସଲି ମଜା। ଯେତିକ ଟଙ୍କା ସାନୁ ରୋଜଗାର କରିକି ଆଣିବେ ସେ ପଇସା ଖାଲି ମୋ ପାଇଁ ଖର୍ଚ୍ଚ ହେବ। ଏଇ 3 ଛୁଆଙ୍କୁ ମୁଁ କିଛି ହେଲେ ଦେବିନି। ଟଙ୍କାଟିଏ ହେଲେ ବି ଏମାନଙ୍କ ଭାଗ୍ୟରେ ପଡ଼ିବନି। ଏମିତି ଭାବି ରାନୀ କାଉ ଆରାମରେ ଶୋଇପଡ଼େ। ଖରା ବେଳର ସମୟ ହେଇଥାଏ, ହେଲେ ଆକାଶରେ ବହୁତ ଜୋରରେ ବର୍ଷା ପବନ ଆରମ୍ଭ ହେଇଯାଏ। ସାନୁ କାଉ ଚିନ୍ତାରେ ପଡ଼ିଯାଏ। ଏତେ ବର୍ଷାରେ ତା ପରିବାର ଲୋକ କେମିତି ଅଛନ୍ତି ସେଇ କଥା ଭାବି ସେ ବ୍ୟସ୍ତ ହେଇପଡ଼େ। ଆରେ ଏତେ ଜୋରରେ ବର୍ଷା ପବନ ହେଉଛି, କେଜାଣି ଘରେ ଛୁଆମାନେ ଆଉ ରାନୀ କେମିତି ଥିବେ। ମୋତେ ଜଲ୍ଦି ଘରକୁ ଯିବାକୁ ହେବ। ଏମିତି ଭାବି ସାନୁ କାଉ ସେଇ ବର୍ଷା ପବନରେ ତା ଘରକୁ ଫେରି ଆସେ। ହେଲେ ସେ ଦେଖେ ତା ଛୁଆମାନେ ସବୁ ଘର ବାହାରେ ଛିଡ଼ା ହୋଇଛନ୍ତି। ଏମିତି ଦେଖି ସାନୁ କାଉ ତ ଆଶ୍ଚର୍ଯ୍ୟ ହେଇଯାଏ। ଆରେ ଜଗୁ, ଚୁନି, ମୁନି, ତୁମ 3 ଜଣଙ୍କର କ'ଣ ହେଇଛି? ତୁମେ ଏଇ ବର୍ଷା ପବନରେ ଘର ବାହାରେ କ'ଣ କରୁଛ? ଘର ଭିତରକୁ ଯାଅ। ବାପା, ଆମେ କେମିତି ଯିବୁ? ମା ପରା ଭିତରୁ କବାଟ ଦେଇ ଦେଇଛନ୍ତି। ସେ କହିଲେ ସିଏ ଏବେ ଟିକେ ଶାନ୍ତିରେ ଶୋଇବେ। ଆମେ ତାଙ୍କୁ ହଇରାଣ କରୁଛୁ, ତାଙ୍କୁ ଶୁଆଇ ଦେଉନୁ। ଆଉ ଆମେ ଗଲେ ଘର ଆସନା ହେଇଯିବ। ବାପା, ନୂଆ ମା ତ ତୁମକୁ ମିଛ କଥା କହିଲେ। ସେ ଆମ ପାଇଁ କିଛି ଗରମ ପୋଷାକ ଆଣିବାକୁ ବଇନା ଦେଇନାହାନ୍ତି। ସେ ତ ଆମକୁ ଭଲ ଭାବରେ 2ଟି ଖାଇବାକୁ ବି ଦେଉନାହାନ୍ତି। ଆଜି ଆମେ ସକାଳୁ କିଛି ହେଲେ ଖାଇନୁ। ହଁ ବାପା, ଆଉ ମାମା ଆମକୁ ଘରର ସବୁ କାମ କରାଉଛନ୍ତି, ନିଜେ କିଛି ହେଲେ କରୁନାହାନ୍ତି। ତୁମେ ଯେତେବେଳେ ଆସୁଛ ସେ ପୁରାପୁରି ଅଭିନୟ କରୁଛନ୍ତି। ହେଲେ ତୁମେ 3 ଜଣ ମୋତେ ଏଇ କଥା ଆଗରୁ କାହିଁକି କହିନଥିଲ? ବାପା, ନୂଆ ମା ମନା କରିଥିଲେ ଯଦି ଆମେ ତୁମକୁ ଏସବୁ କଥା କହୁ ସେ ଆମକୁ ଜମା ଖାଇବାକୁ ଦେବେନି, ଆଉ ଆମକୁ ନେଇ ଚିଲାମାନଙ୍କ ପାଖରେ ଛାଡ଼ି ଦେଇକି ଆସିବେ। ଏମିତି ଶୁଣି ସାନୁ କାଉ ତ ବହୁତ ରାଗିଯାଏ। ସେ ସାଙ୍ଗେ ସାଙ୍ଗେ ଘର ଭିତରକୁ ଯାଏ। ସେ ଯାଇ ଦେଖେ ରାନୀ କାଉ ଆରାମରେ ବସିଛି, ଆଉ ସେ ଭଲ ଭଲ ଜିନିଷ ଖାଉଛି। ରାନୀ, ଏସବୁ କ'ଣ? ମୋ ଛୁଆମାନେ ବାହାରେ ଓଦା ହେଉଛନ୍ତି, ଆଉ ତୁମେ ଏଠି ବସି ଆରାମରେ ଖାଉଛ? ଆରେ ସାନୁ, ଏ କ'ଣ ତୁମେ ଆଜି ଏତେ ଜଲ୍ଦି ଚାଲି ଆସିଲ? ସାନୁ, ଏଇ ଛୁଆମାନେ ତ ମୋ କଥାକୁ ଜମା ହେଲେ ଶୁଣୁନାହାନ୍ତି। ମୁଁ ତାଙ୍କୁ ମନା କରୁଛି ତୁମେ ବାହାରକୁ ଯାଅ ନା, ହେଲେ ସେ ମୋ କଥା କ'ଣ ଶୁଣୁଛନ୍ତି? ସେମାନେ କହିଲେ ଆମେ ବର୍ଷାରେ କିଛି ସମୟ ଓଦା ହେଇକି ଘରକୁ ଚାଲି ଆସିବୁ। ରାନୀ, ଆଉ ଅଭିନୟ କରନି। ମୁଁ ସବୁ ସତ ଜାଣିସାରିଛି। ମୋ ଛୁଆମାନେ ମୋତେ ସବୁ କଥା କହିସାରିଛନ୍ତି। ମୁଁ ତୁମକୁ କେତେ ବିଶ୍ୱାସ କରିଥିଲି, ହେଲେ ତୁମେ ମୋ ବିଶ୍ୱାସରେ ବିଷ ଦେଲ। ତୁମେ କେମିତି ଏତେ ନିଷ୍ଠୁର ହେଇପାରିଲ? ଛୋଟ ଛୋଟ ଛୁଆଙ୍କ ଉପରେ ଅତ୍ୟାଚାର କରିବାକୁ ତୁମ ହାତ ଟିକେ ହେଲେ ଥରିଲାନି। ସାନୁ, ତୁମେ ମୋତେ ବିଶ୍ୱାସ କର, ଏଇ ଛୁଆମାନେ ମିଛ କଥା କହୁଛନ୍ତି। କେଜାଣି ଏମାନେ ମିଛ କହିବା କୋଉଠୁ ଶିଖିଲେ? ରାନୀ, ଥାଉ, ତୁମର ଏ ଅଭିନୟ ଆଉ ମୋ ସାମ୍ନାରେ ଚାଲିବନି। ଯାଅ, ଜଲ୍ଦି ଏଠାରୁ ବାହାରି ଯାଅ। କେବେ ହେଲେ ମୋ ସାମ୍ନାକୁ ଆଉ ଆସିବନି। ଏମିତି କହି ସାନୁ କାଉ ରାନୀ କାଉକୁ ଘରୁ ବାହାର କରିଦିଏ। ରାନୀ କାଉ କରିଥିବା ଭୁଲର ଦଣ୍ଡ ତାକୁ ମିଳେ। ସାନୁ କାଉ ବହୁତ ମନ ଦୁଃଖ କରେ, ଆଉ ତା ଛୁଆମାନଙ୍କୁ କୁହେ, ଜଗୁ, ଚୁନି, ମୁନି, ମୋତେ କ୍ଷମା କରିଦିଅ। ମୁଁ ତୁମ ଭଲ ପାଇଁ ଗୋଟେ ମା ଆଣିଥିଲି, ଯିଏ ତୁମକୁ ଭଲ ପାଇବ, ତୁମ ଯତ୍ନ ନେବ। ହେଲେ ମୁଁ ଜାଣିନଥିଲି ତୁମର ଏଇ ସାବତ ମା ଏତେ ନିଷ୍ଠୁର ବି ହେଇପାରିବ। ତୁମେମାନେ ମୋତେ କ୍ଷମା କରିଦିଅ। ଆଜିଠାରୁ ମୁଁ ହିଁ ତୁମ ବାପା, ଆଉ ମୁଁ ହିଁ ତୁମର ମା। ଆମେମାନେ ଖୁସିରେ ରହିବା, ଆମର ଆଉ କେହି ଦରକାର ନାହିଁ। ବାପା, ଆମର ନୂଆ ମା ଦରକାର ନାହିଁ। ତୁମେ ଆମ ପାଇଁ ସବୁ କିଛି।
ଆମର ଆଉ କିଛି ଦରକାର ନାହିଁ। ସାନୁ କାଉ ଆଉ କେବେ ହେଲେ ବି ଦ୍ୱିତୀୟ ବିବାହ କଥା ଭାବେ ନା। ସେ ତା 3 ଛୁଆ ସାଙ୍ଗରେ ବହୁତ ଖୁସିରେ ରୁହେ। ସାଙ୍ଗମାନେ, ଆଜିର ପ୍ରଶ୍ନ, ସାନୁ କାଉର କେତୋଟି ଝିଅ ଥିଲେ? ଏ 1, ବି 2ଟି, ସି 3ଟି, ଡି 4ଟି। ଉତ୍ତର କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।